आपण ମାନେ ତ ଜାଣିଥିବେ ମୋ ଦିଦିର ହେଉଥିଲା ମ୍ୟାରେଜ୍ ଆଉ ଆଜି ହେଲା ତା ରିସେପସନ୍। ସେଥିପାଇଁ ଆମେ ବାହାରି ପଡ଼ିଥିଲୁ ରିସେପସନ୍କୁ, କାରଣ ଲେଟ୍ ହେଇଯାଇଥିଲା। ଗିଫ୍ଟ ଆଣିନଥିଲି, ସେଥିପାଇଁ ଗିଫ୍ଟଟା ନେଇଯାଇଛି। ତା ଭିତରେ କ'ଣ ଅଛି ମୁଁ ତମକୁ କହିବି। ଇଏ ହେଲେ ମୋ ମିତ୍ର। ଆମେ ଜଣେ ଯାଉଛୁ, ତାପରେ ଦେଖନ୍ତୁ ଏଇଠି ଟ୍ରେନ୍ ଲାଇନ୍ କେମିତି ଦେଖା ହେଲା। ଏଇଠି ମାଲବୋଝେଇ ଗାଡ଼ିଟା ଠିଆ ହେଇଥିଲା, ଦେଖିପାରୁଥିବେ। ଯେହେତୁ ଟ୍ରେନ୍ ଆସିବ ସେଥିପାଇଁ ବନ୍ଦ କରିଦେଇଥିଲେ, ତ ଆମେ ଏଇଠି ଟିକେ ୱେଟ୍ କରିଥିଲୁ। ୱେଟ୍ କରିସାରିଲା ପରେ ଗେଟ୍ ବି ଖୋଲି ନଥିଲା, ତ ଆମେ ତଳ ବାଟ ଗୋଟେ ରାସ୍ତା ଦେଇକି ଚାଲି ଯାଇଥିଲୁ। ତାପରେ ଆମେ ପହଞ୍ଚି ଯାଇଥିଲୁ ଆମ ଷ୍ଟେଜ୍ରେ, ମାନେ ଆମ ଜାଗାରେ। ଦେଖନ୍ତୁ ଆମ ଛୁଆମାନେ କେମିତି ହେଉଛନ୍ତି। ଯେହେତୁ ସେମାନେ ଆସିନଥିଲେ ଷ୍ଟେଜ୍କୁ, ସେଥିପାଇଁ ଆମେ ଏଇଠି ଟିକେ ମଜା କରୁଥିଲୁ, ଦେଖିପାରୁଥିବେ ଆଉ। ଆମର ଆହୁରି ଅଧେ ଲୋକ ଆସିନଥିଲେ, ସେଥିପାଇଁ ଆମେ ଭିତରକୁ ଯାଇନଥିଲୁ। ତାର ବେଶୀ ସଜାସଜି ହେଉଥିଲା। ଆମେ ଯେମିତି ଖାଲି କ୍ୟାମେରା ଅନ୍ କରି ଖାଲି ହାଏ 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 ହେଉଛୁ। ମୋ ତଣ୍ଟି ପଡ଼ିଯାଇଛି, ସେଥିପାଇଁ ଅଲଗା ରକମ ମୋ ଭଏସ୍ ଶୁଭୁଛି। ମୁଁ ସେପଟେ ତ ଟ୍ରେନ୍ ଲାଇନ୍ ନାହିଁ, ହେଲେ ୟାଙ୍କ ଘର ପଛପଟେ ଟ୍ରେନ୍ ଲାଇନ୍, ଘର ପଛପଟେ ହିଁ ଦେଇକି ଯାଉଛି। ତାପରେ ଏଇଠି ଆମର ବଡ଼ ଭାଇ ଆସିକି ପହଞ୍ଚି ଯାଇଥିଲେ ଆମକୁ ୱେଲକମ୍ କରିବା ପାଇଁ। ଆମେ କହିବାରୁ ସେ ଟିକେ ହାଏ କହିଦେଇଥିଲେ। ତାପରେ ଆସ୍ତେ ଆସ୍ତେ ଆମର ସବୁ ଆସିକି ପହଞ୍ଚିଗଲେ, ଆଉ ଆମର ଜିନିଷପତ୍ର ଗାଡ଼ି ବି ଆସିକି ପହଞ୍ଚି ଯାଇଥିଲା। ଏଇଠି ସେମାନେ ତାଙ୍କର ଟିକେ କଥାବାର୍ତ୍ତା ହେଉଥିଲେ। ତାପରେ ମୁଁ ଏଇ ଝିଅ ଦଳ ଗୁଡ଼ାଙ୍କ କତିକି ଯାଇଥିଲି। ଦେଖନ୍ତୁ ସେ କେମିତି ହେଉଛନ୍ତି। ସେମାନେ ଯେହେତୁ ପଛରେ ଆସିଲେ, ସେଥିପାଇଁ ଆମ ସହିତ ଭେଟ ହୋଇନଥିଲେ। ତାପରେ ଏଇଠି ବରକନ୍ୟା ଆସିଯାଇଥିଲେ ଷ୍ଟେଜ୍କୁ, ତାଙ୍କର ଫଟୋ ସୁଟ୍ ହେଉଥିଲା। ସତ କହିବିନି, ତାଙ୍କର ଆମେ ଗଲା ପରଠାରୁ ଆସିଲା ପର୍ଯ୍ୟନ୍ତ ତାଙ୍କର ଖାଲି ଫଟୋ ସୁଟ୍ କିଏ ଫଟୋ ଉଠାଉଥିଲେ କି। ଏଇଟା ମୁଁ ତାଙ୍କୁ ଗିଫ୍ଟ ଦେଇଥିଲି, ଯେଉଁଟାକି ତାଙ୍କର ସୁନ୍ଦରସା ଗୋଟେ ଫଟୋ ଫ୍ରେମ୍ ଥିଲା। ତାପରେ ସମସ୍ତେ ଜଣେ ଜଣେ କରିକି ଗୋଟେ ଫଟୋ ଉଠାଇ ଦେଲେ। ଉଠାଇ ଦେଇ ସାରିଲା ପରେ ଆମେ ଚାଲିଲୁ ମେନ୍ କୋର୍ସ ଆଡ଼କୁ, ମାନେ ଖାଇବା। ଏଇଠି ଛୁଆଟି କିନ୍ତୁ ମାନିବାକୁ ପଡ଼ିବ, ମୋବାଇଲ୍ ଦେଖୁଛି ମାନେ ଖାଲି ହାଏ କହିଦେଉଛି। ସେ ଆଗେ ଖାଇଦେଲା, ତାପରେ ଆମେ ଜାଣିନୁ ଆଣିବା ପାଇଁ ଖାଇବା। ଆମେ ନେଇ ଆସିଥିଲୁ ଖାଇବା। ଦେଖନ୍ତୁ ଆମେ ସବୁ ଖାଉଛୁ। ଭାତ, ଚିକେନ୍, ମାଛ ସବୁ ପ୍ରକାର ହେଇଥିଲା ତାଙ୍କର। ଏଇଠି ସମସ୍ତେ ଖାଉଥିଲେ। ଖାଇବା ପାଇଁ ଲାଜ କ'ଣ, ଦବେଇ ଖାଇଦେଲୁ। ଖାଇଦେଇ ସାରିଲା ପରେ ଏଇଠି ଆମେ ସେଠି ପୁଣି ପଦାରେ ଆମର ଟିକେ ଫଟୋ ସୁଟ୍ କରିଦେଉଥିଲୁ। ତାପରେ ଦେଖିପାରୁଥିବେ ସବୁ କେମିତି ବସିଛନ୍ତି, କାରଣ 11:30 ହେଲାଣି, ଆମର ବୋଲେରୋ ଆସିନଥିଲା। ତ ଆମେ ବି ପଢ଼ିଆ ଯେହେତୁ ଥିଲା, ଥଣ୍ଡା ଥଣ୍ଡା ପବନ, ଆମେ ସେଇଠି ଶୋଇପଡ଼ିଥିଲୁ। ଦେଖନ୍ତୁ ମୁଁ କେମିତି ଶୋଇପଡ଼ିଛି। ଏଇ ଛୁଆଟା ଯୁଆଡ଼େ ଗଲେ ତାଙ୍କ ସାଙ୍ଗ ବନେଇଦେଲେ। ତାପରେ ଦେଖନ୍ତୁ ଲାଷ୍ଟକୁ ଏଇ ବ୍ୟକ୍ତି ଜଣକ ଥିଲେ, ଯିଏକି ଆସିକି ଖାଉଛନ୍ତି। ଖାଇ ଦେଇ ସାରିଲା ପରେ ଆମେ ପୁଣି ଚାଲିଲୁ ଟିକେ ମସ୍ତି କରିବା ପାଇଁ। ଦେଖନ୍ତୁ ଆମେ 11:30 ହେଲାଣି, ଆମେ ଘରକୁ ଯିବାକୁ ବାହାରିଲୁଣି, କିନ୍ତୁ ତାଙ୍କର ଫଟୋ ସୁଟ୍ ହେଇନି। ଇଏ ତାଙ୍କର ଏଇଠି ଭାଇଚାରା ବସିକି କରୁଥିଲେ। ସେଥିରେ ସିନା ଆମେ ବୋଲେରୋ, କିନ୍ତୁ ଆମେ ଗଲାବେଳେ ଗଲୁ କେଉଁଥିରେ, ବୁଲେଟ୍ରେ। ତାପରେ ଏଇଟା କେଉଁ ଜାଗା ତ ଆପଣମାନେ ଜାଣିପାରୁଥିବେ, ଏଇଠି ଲେଖା ହେଇଛି। ଆଉ ଦେଖା ହେବ ଗୋଟେ ନ୍ୟୁ ବ୍ଲଗ୍ରେ। ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।